ଗାଧୋଉଥିବା ବେଳେ ନଦୀ ପାଣିରେ ବୁଡ଼ି ଯାଇ ଜଣେ 10ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁର ଖଇରା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ବ୍ରହ୍ମାନନ୍ଦ ଗୁଚ୍ଛାୟତଙ୍କ ପୁଅ ଅମିତ ଗୁଚ୍ଛାୟତ ଆଜି ଘର ପାଖ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ନଦୀରେ ଥିବା ଗଣ୍ଡରେ ସେ ପଡ଼ିଯାଇଥିଲେ। ଏହି ଘଟଣା ନଦୀ ପାଖରେ ଥିବା ଜଣେ ବ୍ୟକ୍ତି ଦେଖିବା ପରେ ସଙ୍ଗେ ସଙ୍ଗେ ସେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେଣୁ ପରିବାର ଓ ସ୍ଥାନୀୟ ଲୋକମାନେ ନଦୀ କୂଳରେ ପହଞ୍ଚି ଅମିତଙ୍କୁ ନଦୀ ପାଣିରୁ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ସିମୁଳିଆ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗାଧୋଇବାକୁ ଯାଇଥିଲା, ମାଆକୁ କହିଗଲା ମା ମୁଁ ଟିକେ ଗାଧୋଇକି ଆସିଛି। ସେ ମା କହିଲା ହଉ ଯା ଗାଧୋଇବାକୁ। ସେ ଗାଧୋଇବାକୁ ଯାଉଥିଲା, ଯାଇଛି ଯେ ତା ଗୋଡ଼ ଖସି ଯାଇଛି। ସେ ଗଣ୍ଡଟା ଥିଲା ବୋଲି ସେ ଆଉ ଜାଣିନି, ସେ ଗୋଡ଼ ଖସି ଯାଇଛି, ସେ ପଡ଼ିଗଲା ପେଟେଇକି। କିଏ ତା ନାଁ କ'ଣ? ଅମିତ ଗୁଚ୍ଛାୟତ। କେଉଁ କ୍ଲାସରେ ପଢ଼ୁଥିଲା? 10th କ୍ଲାସ୍ ପରୀକ୍ଷା ଦେଇଛି। ଆଚ୍ଛା ଆଚ୍ଛା। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।